ପିଲାମାନେ ଆଜି ତୁମମାନଙ୍କର ଲାଇଫ୍ ସାଇନ୍ସର ପ୍ରଥମ ବିଷୟ ଜୈବ ବିବିଧତା ବିଷୟରେ ଆଜି ଆମେ ଆଲୋଚନା କରିବା। ତ ଚାଲ ଆମେ ବିବିଧତା ବିଷୟରେ ଜାଣିବା। ତ ପ୍ରଥମେ କହିବା ପାଇଁ ଗଲେ ଯେ ବିବିଧତାଟା କ'ଣ? ଯଦି ମୁଁ ତୁମମାନଙ୍କୁ କହେ ଯେ ସବୁ ମଣିଷ ଦେଖିବାକୁ ସମାନ କି, ବା ସମସ୍ତ ଗାଈ ଦେଖିବାକୁ ସମାନ କି, ବା ସମସ୍ତ ପକ୍ଷୀ ଦେଖିବାକୁ ସମାନ କି, ସମାନ ନୁହନ୍ତି ନା। ତ ସେମାନଙ୍କ ମଧ୍ୟରେ କିଛି ନା କିଛି ପାର୍ଥକ୍ୟ ଅଛି, କିଛି ନା କିଛି ବିବିଧତା ଅଛି। ତ ସବୁ ଝିଅ ଦେଖିବାକୁ ସମାନ ନୁହନ୍ତି ଓ ସବୁ ଗାଈ ବି ଦେଖିବାକୁ ସମାନ ନୁହନ୍ତି। ସମସ୍ତଙ୍କ ମଧ୍ୟରେ କିଛି ସାମଞ୍ଜସ୍ୟ ବା ସମାନତା ସହ କିଛି ଭିନ୍ନତା ଥାଏ। କିଛି ବିଶେଷ ଲକ୍ଷଣ ଦେଖି ହିଁ ଆମେ ସମସ୍ତଙ୍କୁ ଗୋଷ୍ଠୀଭୁକ୍ତ ଅଥବା ଅଲଗା ବୋଲି ବିବେଚନା କରୁ। ପୃଥିବୀ ପୃଷ୍ଠରେ ଥିବା ଅସଂଖ୍ୟ ଜୀବମାନଙ୍କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବ୍ୟାକ୍ଟେରିଆର ଆକାର ଅତି ଛୋଟ। ଆମର ଯେଉଁ ପୃଥିବୀ ପୃଷ୍ଠରେ ଲକ୍ଷ ଲକ୍ଷ ଜୀବ ଅଛନ୍ତି, ତ ସେହି ଜୀବମାନଙ୍କୁ ଯଦି ଆମେ ଅନୁଧ୍ୟାନ କରିବା ତ ତାହେଲେ ଆମେ ଜାଣିପାରିବା ଯେ ବ୍ୟାକ୍ଟେରିଆର ଆକାର ଅତି ଛୋଟ। ତିମିର ଦୈର୍ଘ୍ୟ 30 ମିଟର ଓ ରେଡ଼ଉଡ଼୍ ଗଛର ଦୈର୍ଘ୍ୟ 100 ମିଟର। ଜୀବମାନଙ୍କ ଜୀବନ କାଳରେ ମଧ୍ୟ ଅସମାନତା ଦେଖାଯାଏ। ଯେପରିକି ଶାଗୁଆନ ଗଛ ବା ଟିକ୍ ଗଛ ପ୍ରାୟ 100ରୁ 150 ବର୍ଷ ବଞ୍ଚୁଥିଲା ବେଳେ କୋଲକାତାରେ ଥିବା ବଟାନିକାଲ ଗାର୍ଡେନରେ ଥିବା ବଟବୃକ୍ଷ 200ରୁ ଅଧିକ ବର୍ଷ ବଞ୍ଚେ। ମଶା ଭଳି କିଛି ଜୀବ ଅଛନ୍ତି ଯେଉଁଗୁଡ଼ାକି କିଛି ଘଣ୍ଟା ବଞ୍ଚନ୍ତି ଏବଂ କଇଁଛ 200 ବର୍ଷ ପର୍ଯ୍ୟନ୍ତ ବଞ୍ଚେ। ଯେକୌଣସି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନନ୍ୟ ଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବମାନଙ୍କର ଏକତ୍ର ସହାବସ୍ଥାନକୁ ଜୀବ ବିବିଧତା ବା ଜୈବ ବିବିଧତା ବା ଜୀବଜଗତର ବିବିଧତା କୁହାଯାଏ। ତ ଏଇଠି ଯେଉଁ ଦେଲା ପିଲାମାନେ, ଯେକୌଣସି ପ୍ରାକୃତିକ ପରିବେଶ, ଆମେ ଯେଉଁ ଗୋଟେ ପରିବେଶ ରହୁଛୁ ତାକୁ ଆମେ ପ୍ରାକୃତିକ ପରିବେଶ କହୁଛୁ। ତ ଗୋଟେ ପ୍ରାକୃତିକ ପରିବେଶରେ ଯେଉଁ ପ୍ରକୃତିର ଅନନ୍ୟ ଭିନ୍ନତା, ଯେଉଁ ଆମେ ଗୋଟେ ପରିବେଶରେ ରହୁଛୁ, ସେଠି ଆମେ ମଣିଷ ବି ରହୁଛନ୍ତି, ଗାଈ ବି ରହୁଛନ୍ତି, କୁକୁର ବି ରହୁଛନ୍ତି, ଛେଳି ବି ରହୁଛନ୍ତି। ତ ଯେଉଁ ଆମେ ପ୍ରାକୃତିକ ପରିବେଶରେ ସମସ୍ତଙ୍କୁ ନେଇକି ହିଁ ରହୁଛୁ। ତ ସେହି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନନ୍ୟ ଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବମାନଙ୍କର ଏକତ୍ର ସହାବସ୍ଥାନ, ଆମେ ସମସ୍ତେ ଗୋଟେ ଜାଗାରେ ବସବାସ କରୁଛୁ, ଗୋଟେ ପରିବେଶରେ ବସବାସ କରୁଛୁ। ତ ତାହାକୁ ଆମେ ଜୀବ ବିବିଧତା ବା ଜୈବ ବିବିଧତା ବା ଜୀବଜଗତର ବିବିଧତା କହିବା। ପୃଥିବୀ ପୃଷ୍ଠରେ ଆଜି ଯେଉଁ ଜୈବ ବିବିଧତା ଦେଖାଯାଉଛି ନା, ତାହା କୋଟି କୋଟି ବର୍ଷର ଜୈବ ବିବର୍ତ୍ତନର ପରିଣତି। ପୃଥିବୀ ପୃଷ୍ଠରେ ଯେଉଁ ଜୈବ ବିବିଧତା ବର୍ତ୍ତମାନ ଦେଖାଯାଉଛି, ସମସ୍ତଙ୍କ ଠାରୁ ଯେଉଁ ଅଲଗା ଆମେ ସମସ୍ତେ ଅଛୁ, ତାହା କୋଟି କୋଟି ବର୍ଷର ଜୈବ ବିବର୍ତ୍ତନର ପରିଣତି। ଆମ ପୃଥିବୀ ପୃଷ୍ଠରେ 15 ଲକ୍ଷରୁ ଅଧିକ ଜୀବ ଥିବାର ଅନୁମାନ କରାଯାଉଛି। ଆମର ଯେଉଁ ପୃଥିବୀ ପୃଷ୍ଠ ଅଛି ସେଥିରେ କେତେ ନା 15 ଲକ୍ଷରୁ ଅଧିକ ଜୀବ ଥିବାର ଅନୁମାନ କରାଯାଉଛି। କିନ୍ତୁ ସେମାନଙ୍କ ମଧ୍ୟରେ ଅନେକଙ୍କୁ ଚିହ୍ନଟ ମଧ୍ୟ କରାଯାଇ ପାରିନାହିଁ। ଦେଖନ୍ତୁ, ବହୁତ ସାରା 15 ଲକ୍ଷରୁ ଅଧିକ ଜୀବ ଅଛନ୍ତି, କିନ୍ତୁ ସମସ୍ତଙ୍କୁ ଆମେ ଚିହ୍ନଟ କରିପାରି ନାହୁଁ। ଜୀବମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାକୁ ହେଲେ ସେମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବିଚାର କରି ଶ୍ରେଣୀ ବିଭାଗ କରିବାକୁ ହେବ। ବୈଜ୍ଞାନିକ ଭାଷାରେ ଶ୍ରେଣୀ ବିଭାଗକୁ ଟାକ୍ସୋନମି ବା ସିଷ୍ଟେମାଟିକ୍ସ କୁହାଯାଏ। ଏ ଯେଉଁ ବୈଜ୍ଞାନିକ ଭାଷାରେ ଆମେ ଯେଉଁ ସେଇ ଶ୍ରେଣୀ ବିଭାଗକୁ କ'ଣ କହୁ? ଟାକ୍ସୋନମି ବା ସିଷ୍ଟେମାଟିକ୍ସ କହୁ। ଯେଉଁ 15 ଲକ୍ଷ ଜୀବ ଅଛନ୍ତି, ସେମାନେ ସମସ୍ତେ ତ ଗୋଟେ ଜାତିର ନୁହନ୍ତି, ସମସ୍ତେ ଅଲଗା ଅଲଗା ଜାତିରେ ଅଛନ୍ତି। ବାଘ, ଛେଳି, କୁକୁର, ମଇଁଷି ସମସ୍ତେ ଅଲଗା ଅଲଗା। ତ ସେମାନଙ୍କୁ ସମସ୍ତଙ୍କୁ ଗୋଟେ ଅଲଗା ଅଲଗା ବିଭାଗରେ ବିଭକ୍ତ କରାଯାଇଛି। ତ ସେମାନଙ୍କୁ ଟାକ୍ସୋନମି ବା ସିଷ୍ଟେମାଟିକ୍ସ କୁହାଯାଏ। ତାପରେ ବୈଜ୍ଞାନିକ ନାମକରଣ ଦ୍ୱାରା ପ୍ରତି ଜୀବକୁ ଚିହ୍ନିବାରେ ଅଧିକ ସହଜ ହୁଏ। ତେଣୁ ସମସ୍ତ ଜୀବକୁ ଆଞ୍ଚଳିକ ନାମ ବା ଡାକ ନାମ ଓ ବୈଜ୍ଞାନିକ ନାମ ଦିଆଯାଇଥାଏ। ଗୋଟିଏ ଆଞ୍ଚଳିକ ନାମରେ ଅନେକ ଜୀବ ରହିଥାଇପାରନ୍ତି, ତେଣୁ ଚିହ୍ନଟରେ ସୁବିଧା ପାଇଁ ବୈଜ୍ଞାନିକ ନାମକରଣ କରାଯାଇଛି। ସ୍ୱିଡେନର ବୈଜ୍ଞାନିକ କ୍ୟାରୋଲସ୍ ଲିନିୟସଙ୍କୁ ବୈଜ୍ଞାନିକ ନାମକରଣର ଜନକ ବୋଲି କୁହାଯାଏ। ସ୍ୱିଡେନର ବୈଜ୍ଞାନିକ, ସୁନାମଧନ୍ୟ ବୈଜ୍ଞାନିକ ସିଏ କିଏ ନା କ୍ୟାରୋଲସ୍ ଲିନିୟସଙ୍କୁ ବୈଜ୍ଞାନିକ ନାମକରଣର ଜନକ ବୋଲି କୁହାଯାଏ। ସେ ଏହି ପଦ୍ଧତିକୁ ତାଙ୍କର ପୁସ୍ତକ ସିଷ୍ଟେମା ନେଚୁରାe ନାମକ ପୁସ୍ତକରେ ଉପସ୍ଥାପନ କରିଥିଲେ। ସ୍ୱିଡେନର ସୁନାମଧନ୍ୟ ବୈଜ୍ଞାନିକ କିଏ ନା କ୍ୟାରୋଲସ୍ ଲିନିୟସଙ୍କୁ ବୈଜ୍ଞାନିକ ନାମକରଣର ଜନକ ବୋଲି କୁହାଯାଏ ଏବଂ ସେ ଏହି ପଦ୍ଧତିକୁ ତାଙ୍କର ପୁସ୍ତକ ସିଷ୍ଟେମା ନେଚୁରାରେ ପ୍ରଥମେ ଉପସ୍ଥାପନ କରିଥିଲେ।
वैज्ञानिक नामकरणर समस्त नियम ICBN इंटरनेशनल कोड ऑफ बायोलॉजिकल नोमेनक्लेचर द्वारा गृहीत होता है। वैज्ञानिक नामकरण जो होती तार समस्त नियम ICBN द्वारा गृहीत होती इंटरनेशनल कोड ऑफ बायोलॉजिकल नोमेनक्लेचर द्वारा गृहीत होता है। तो देखिए ये होती कार्लोस लिनियस। कार्लोस लिनियस तांकर जन्म 23/5/1707 मृत्यु होची 10/1/1778। स्वीडेन रे जन्मग्रहण करथिले। वृत्ति रे जने डाक्तर थिले। 14टी गवेषणा पत्र प्रकाश पर 1735 मसीह सिस्टेमा नेचुरे पुस्तक प्रकाशित करथिले। तांकु वैज्ञानिक नामकरण और श्रेणी विभाग पद्धतिर जनक बोली कहा जाए। काहांकु ना स्वीडेन रो सुनामधन्य वैज्ञानिक कार्लोस लिनियस को वैज्ञानिक नामकरण और श्रेणी विभाग पद्धतिर जनक बोली कहा जाए। देख ये रबर गछर वैज्ञानिक नाम हूँ कौन फाइकस इलास्टिका। गाईर हूँ बस इंडिकस। मूषार राटस राटस। धान गछर ओराइजा साटिभा। मटर गछर पाइजम साटिभम। रोही माछर लाबियो रोहिता। लाबियो हूँ प्रजाति आ रोहिता हूँ तार जाति। प्रजातिर प्रथम अक्षर बड़ हुए, जातिर प्रथम अक्षर सान हुए। हाथीर एलिफास मैक्सिमस। तो यही यहाँ हूँ साइंटिफिक नेम गुड़िक। आंचलिक नाम रबर गछ, गाई, मूषा, धान गछ, मटर गछ, रोही माछ, हाथी एमानकर सब वैज्ञानिक नाम सब देछि। फाइकस इलास्टिका, बस इंडिकस, राटस, ओराइजा साटिभा, पाइजम साटिभम, लाबियो रोहिता, एलिफास मैक्सिमस इत्यादि। श्रेणी विभाग पद्धतिर सबुठारु क्षुद्रतम विभाग को जाति बोली कहा जाए। कौन सी एक जाति रे अंतर्भुक्त समस्त जीव सर्वत्र भाव एकापरी। जाति शब्द को प्रथमे जॉन राय व्यवहार करथिले। एक बा एकाधिक जाति को नहीं कौन गठित होइछि ना प्रजाति गठित होइछि। एक बा एकाधिक जाति को नहीं प्रजाति गठित होइछि। तापर जदि आम द्विपद नामकरण बाइनोमियल नोमेनक्लेचर कथा कहिबा तो द्विपद नामकरण वैज्ञानिक नामकरण समय प्रत्येक जीव को दुईटी शब्द रे नामित करा जाय थाए। ताहाकू द्विपद नामकरण कहा जाए। जमिति कि कार्लोस लिनियस को द्विपद नामकरणर जनक बोली कहा जाए। कार्लोस लिनियस जहाँ कि फोटो मु देखैली ताहाकू द्विपद नामकरणर जनक बोली कहा जाए। द्विपद नामकरण करला समय किछि नियम प्रति ध्यान देवा उचित। कौन कौन से नियम? वैज्ञानिक नामकरण में दुईटी पद थाए। प्रथम पदटी प्रजाति को बुझाए और द्वितीय पदटी जाति को बुझाए। प्रथम पदटी प्रजाति को बुझाउथिला बेले द्वितीय पदटी जाति को बुझाए। प्रजातिर वैज्ञानिक नामटी लाटिन शब्दरू आनीत। प्रजाति जो अच्छी तार वैज्ञानिक नामटी लाटिन शब्दरू आनीत। द्वितीय नामटी इंग्राजी शब्दरू आसी थाए। प्रजाति और जाति पदर तले पृथक भाव रेखांकन करने को पड़े। जमीक देख फेलिस लिओ लिखाई राइट साइड रे एटा सिंहर वैज्ञानिक नाम फेलिस लिओ केमती गार दिखाई। होमो सापियन मनुष्यर नाम। प्रजाति और जातिर पद तले पृथक भाव रेखांकन करने को पड़े किंबा प्राथमिक इटालीय हस्तलिपि भली बकरा अक्षर लिखा जाए माने कि बंका करके लिखा जाए। प्रजातिर प्रथम अक्षरटी इंग्राजीर बड़ अक्षर और जातिर प्रथम अक्षरटी सान लिपि होता है। ये श्रेणी विभाग पदानुक्रम। एक बा एकाधिक जाति मिसिक प्रजाति गठित होता है। एक बा एकाधिक प्रजाति मिसिक वंश गठन करती। एक बा एकाधिक वंश मिसिक वर्ग गठन करती। एक बा एकाधिक वर्ग मिसिक श्रेणी गठित करती। से ही अनेक श्रेणीर समाहार पर्व और अनेक पर्वर समाहार जीव जगत गठित होता है। तो बृहत्तम विभाग किए है पर्व एवं क्षुद्रतम विभाग किए है ना जाति। बुझेला ना नहीं? तो भावुची जी मु पढ़ेली से तुम मैंने बुझी पार्थिव। तापर नेक्स्ट क्लास रे आमे आउ आलोचना करिबा। ठीक अच्छे। रहुची। धन्यवाद। जय जगन्नाथ।